ଏହି ଭିଡ଼ିଓରେ ଆମେ ଶୋଷଣ ବିଷୟରେ ପଢ଼ିବା। ଯେଉଁ ଜୈବ ରାସାୟନିକ ପ୍ରକ୍ରିୟାରେ ଖାଦ୍ୟରୁ ଶକ୍ତି ଉତ୍ପନ୍ନ ହୋଇଥାଏ ସେହି ପ୍ରକ୍ରିୟାକୁ ଶୋଷଣ କୁହାଯାଏ। ଚାଲ ୟାକୁ ଏବେ ଆମେ ସମୀକରଣ ମାଧ୍ୟମରେ ବୁଝିବା। ଏଠାରେ C6H12O6 ଯାହାକି ଗ୍ଲୁକୋଜ ଅକ୍ସିଜେନ ସହ ପ୍ରତିକ୍ରିୟା କରି ବା ଜାରଣ ହୋଇ ଶକ୍ତି ଉତ୍ପନ୍ନ କରୁଛି, କାର୍ବନ ଡାଇଅକ୍ସାଇଡ ଏବଂ ଜଳ ମଧ୍ୟ ଉତ୍ପନ୍ନ କରୁଛି। ଏବେ ଶୋଷଣର ବିଶେଷତା ବିଷୟରେ ଦେଖ। ଏହା ଏକ ଜାରଣ ପ୍ରକ୍ରିୟା। ଏଠାରେ ଗ୍ଲୁକୋଜର ଜାରଣ ହୋଇ ଏଥିରୁ ଶକ୍ତି ଉତ୍ପନ୍ନ ହେଉଛି। ଏହା ଏକ ଅପଚୟ ବା କାଟାବଲିକ ପ୍ରକ୍ରିୟା। କାଟାବଲିକ ପ୍ରକ୍ରିୟାର ଅର୍ଥ ଏଠାରେ ଗ୍ଲୁକୋଜଟି ଏକ ବଡ଼ ଅଣୁ ଅଟେ, ତାହା ଭାଙ୍ଗି ସେଥିରୁ ଶକ୍ତି, କାର୍ବନ ଡାଇଅକ୍ସାଇଡ ଏବଂ ଜଳ ଉତ୍ପନ୍ନ ହେଉଛି। ଏହି ଶକ୍ତି ATP ଯାହାକି ଆଡେନୋସାଇନ୍ ଟ୍ରାଇଫସ୍ଫେଟ୍ ଆକାରରେ ସଞ୍ଚିତ ହୋଇ ରହିଥାଏ। ତମେ ଜାଣିଛ କି ଶ୍ୱାସକ୍ରିୟା ଯାହାକି ବ୍ରେଦିଂ ଏବଂ ଶୋଷଣ ଯାହାକି ରେସ୍ପିରେସନ୍ ସେମାନେ ଏକା ନୁହନ୍ତି। ବ୍ରେଦିଂ ବା ଶ୍ୱାସକ୍ରିୟା କହିଲେ ଆମେ ନିଶ୍ୱାସ ଓ ପ୍ରଶ୍ୱାସକୁ ବୁଝିଥାଉ। ରେସ୍ପିରେସନ୍ କୋଷ ମଧ୍ୟରେ ଶକ୍ତି ଉତ୍ପାଦନ ହୋଇଥାଏ ତାହାକୁ ବୁଝାଇଥାଏ। ବର୍ତ୍ତମାନ ଚାଲ ଶୋଷଣ କାହିଁକି ଆବଶ୍ୟକ ସେ ବିଷୟରେ ଜାଣିବା। ଶୋଷଣ ଶରୀରକୁ ଶକ୍ତି ଯୋଗାଇଥାଏ। ଏହା କୋଷର ବୃଦ୍ଧି ଏବଂ ବିଭାଜନ ଅର୍ଥାତ୍ କୋଷ ବିଭାଜନରେ ଏହା ସାହାଯ୍ୟ କରିଥାଏ। ଶୋଷଣ ଏକ ପ୍ରକ୍ରିୟା ଯେଉଁଥିରେ କି ଶକ୍ତି ଉତ୍ପନ୍ନ ହୋଇଥାଏ। କୋଷର ବୃଦ୍ଧି ଓ ବିଭାଜନରେ ମଧ୍ୟ ଶକ୍ତି ଦରକାର ହୋଇଥାଏ। ମାଂସପେଶୀର ସଂକୋଚନ ଓ ଶରୀରର ଚଳନ ପାଇଁ ମଧ୍ୟ ଶକ୍ତି ଆବଶ୍ୟକ ହୋଇଥାଏ। ହୃଦୟ ବା ହୃତ୍ପିଣ୍ଡ, ମସ୍ତିଷ୍କ ଓ ଅନ୍ୟାନ୍ୟ ଅଙ୍ଗର କାର୍ଯ୍ୟ ପାଇଁ ମଧ୍ୟ ଶକ୍ତି ଆବଶ୍ୟକ ହୋଇଥାଏ। ଜୀବର ସମସ୍ତ ଜୀବନ ପ୍ରକ୍ରିୟାକୁ ଚାଲୁ ରଖିଥାଏ କାରଣ ଶୋଷଣ ଆମକୁ ATP ଯାହାକି ଏନର୍ଜି ପ୍ରୋଭାଇଡ୍ କରିଥାଏ। ତା ଦ୍ୱାରା ଏହି ସବୁ କାମ ଆମ ବଡି ଭିତରେ ହୋଇପାରିଥାଏ। କୋଷୀୟ ଶୋଷଣର ଆଧାର ବିଷୟରେ ଚାଲ ଜାଣିବା। କୋଷୀୟ ଶୋଷଣର ଅର୍ଥ କ'ଣ? ଏହି ଶୋଷଣ ପ୍ରକ୍ରିୟାଟି କୋଷରେ ହେଉଥିବାରୁ ଏହାକୁ କୋଷୀୟ ଶୋଷଣ ବୋଲି କୁହାଯାଏ। କୋଷୀୟ ଶୋଷଣ ପାଇଁ ଏହି ସବୁ ଉପାଦାନ ଆବଶ୍ୟକତା ହୋଇଥାଏ, ଯେପରିକି କୋଷ ଜୀବକ ଯାହାକି ସାଇଟୋପ୍ଲାଜମ, ମାଇଟୋକଣ୍ଡ୍ରିଆ, ଏନଜାଇମ୍ ଏବଂ ପୋଷକ ଅଣୁ ଯାହାକି ଗ୍ଲୁକୋଜ। ତାହେଲେ ଚାଲ ଏବେ କୋଷ ଜୀବକ ବିଷୟରେ ଜାଣିବା। କୋଷ ଜୀବକର ଏହି ଉପାଦାନ ଗୁଡ଼ିକ ରେସ୍ପିରେସନ୍ ବା ଶୋଷଣ ପ୍ରକ୍ରିୟାରେ ଆବଶ୍ୟକ ହୋଇଥାଏ, ଯେପରିକି କୋଷ ଅଙ୍ଗିକା ଯାହାକି ମାଇଟୋକଣ୍ଡ୍ରିଆ, ଏନଜାଇମ୍ ଏବଂ ପୋଷକ ଅଣୁ ଯେପରିକି ଗ୍ଲୁକୋଜ। ଚାଲ ଏବେ ମାଇଟୋକଣ୍ଡ୍ରିଆରେ କିପରି ଭାବରେ ଶୋଷଣ ପ୍ରକ୍ରିୟା ହୋଇଥାଏ ସେ ବିଷୟରେ ଜାଣିବା। ମାଇଟୋକଣ୍ଡ୍ରିଆକୁ କୋଷର ପାୱାର ହାଉସ୍ ବୋଲି କୁହାଯାଏ ଏବଂ ATPକୁ ଶକ୍ତି ମୁଦ୍ରା ଯାହାକି ଏନର୍ଜି କରେନ୍ସି ବୋଲି କୁହାଯାଏ। ଚାଲ ଏବେ ଏହାର ଗଠନ ବିଷୟରେ ଜାଣିବା। ଏହାର ଦୁଇଟି ଝିଲ୍ଲି ଅଛି, ଗୋଟିଏ ହେଲା ବହିର୍ଝିଲ୍ଲି ଏବଂ ଅନ୍ୟଟି ହେଉଛି ଅନ୍ତର୍ଝିଲ୍ଲି। ବହିର୍ଝିଲ୍ଲିକୁ ଆମେ ଆଉଟର ମେମ୍ବ୍ରେନ୍ ବୋଲି ମଧ୍ୟ କହିଥାଉ ଏବଂ ଏହାର ପୃଷ୍ଠ ମସୃଣ ହୋଇଥାଏ ଏବଂ ଅନ୍ତର୍ଝିଲ୍ଲି ଭିତରକୁ ଭାଙ୍ଗି ହୋଇ ରହିଥାଏ। ଏହି ଭାଙ୍ଗ ଗୁଡ଼ିକୁ ଆମେ କ୍ରିଷ୍ଟା ବୋଲି କହିଥାଉ। ଅନ୍ତର୍ଝିଲ୍ଲି ଭିତରେ ଏକ ରସପୂର୍ଣ୍ଣ ଅଂଶ ଥାଏ, ତାକୁ ମାଟ୍ରିକ୍ସ ବୋଲି କୁହାଯାଏ। ମାଟ୍ରିକ୍ସରେ କ'ଣ କ'ଣ ସବୁ ଉପାଦାନ ରହିଥାଏ? ବିଭିନ୍ନ ଜୈବିକ ଅମ୍ଳ, ଏନଜାଇମ୍, ପ୍ରୋଟିନ୍ ଏବଂ ଲିପିଡ୍ ଏହିସବୁ ରହିଥାଏ। ଏହି କୋଷୀୟ ଶୋଷଣଟି ତିନିଟି ପର୍ଯ୍ୟାୟରେ ସମ୍ପନ୍ନ ହୋଇଥାଏ। ପ୍ରଥମଟି ହେଉଛି ଗ୍ଲାଇକୋଲାଇସିସ୍ ଯାହା କୋଷ ଜୀବକ ବା ସାଇଟୋପ୍ଲାଜମରେ ହୋଇଥାଏ। ସେକେଣ୍ଡଟି ହେଉଛି ସାଇଟ୍ରିକ୍ ଏସିଡ୍ ସାଇକେଲ ଯାହାକୁ କି ଆମେ କ୍ରେବ୍ ସାଇକେଲ ବୋଲି ମଧ୍ୟ କହିଥାଉ, ତାହା ମାଇଟୋକଣ୍ଡ୍ରିଆର ମାଟ୍ରିକ୍ସରେ ହୋଇଥାଏ। ଏବଂ ଇଲେକ୍ଟ୍ରନ୍ ଟ୍ରାନ୍ସପୋର୍ଟ ସିଷ୍ଟମ ଯାହାକି ମାଇଟୋକଣ୍ଡ୍ରିଆର ଅନ୍ତର୍ଝିଲ୍ଲି ବା ଇନର ମେମ୍ବ୍ରେନ୍ରେ ହୋଇଥାଏ। ଗ୍ଲାଇକୋଲାଇସିସ୍ କ'ଣ? ଯେଉଁ ପ୍ରକ୍ରିୟାରେ 6 କାର୍ବନ ବିଶିଷ୍ଟ ଗ୍ଲୁକୋଜ ଅଣୁ ଭାଙ୍ଗି 2ଟି 3 କାର୍ବନ ବିଶିଷ୍ଟ ପାଇରୁଭେଟ୍ ଅଣୁ ଏବଂ ସେଥିରୁ ଶକ୍ତି ମଧ୍ୟ ଉତ୍ପନ୍ନ ହୋଇଥାଏ, ଏହି ପ୍ରକ୍ରିୟାକୁ ଗ୍ଲାଇକୋଲାଇସିସ୍ କୁହାଯାଏ। ଏହା କୋଷର କୋଷ ଜୀବକ ଯାହାକି ସାଇଟୋପ୍ଲାଜମରେ ହୋଇଥାଏ। ଗ୍ଲାଇକୋଲାଇସିସ୍ ପାଇଁ ଅକ୍ସିଜେନ୍ ଆବଶ୍ୟକ ହୋଇନଥାଏ, ସେଥିପାଇଁ ଏହାକୁ ଆନାଏରୋବିକ୍ ଷ୍ଟେପ୍ ମଧ୍ୟ କୁହାଯାଏ। ଏହା 2ଟି ସୋପାନ ଦେଇ ଗତି କରିଥାଏ। ଏଠାରେ 6 କାର୍ବନ ଯୁକ୍ତ ଗ୍ଲୁକୋଜ ଅଣୁରୁ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଯେଉଁ 6 କାର୍ବନ ବିଶିଷ୍ଟ ଗ୍ଲୁକୋଜ ଅଣୁଟି ଅଛି, ଗୋଟିଏ ATP ତାକୁ ଆକ୍ଟିଭେଟ୍ ବା ତାକୁ ସକ୍ରିୟ କରିଦେଇଥାଏ। ଏହା ଯୋଗୁଁ 6 କାର୍ବନ ଯୁକ୍ତ ଗ୍ଲୁକୋଜ ଅଣୁଟି 2ଟି 3 କାର୍ବନ ଯୁକ୍ତ ସରଳ ଶର୍କରାରେ ପରିଣତ ହୋଇଯାଇଥାଏ। ତାପରେ ପ୍ରତ୍ୟେକ 3 କାର୍ବନ ଯୁକ୍ତ ଶର୍କରାରୁ ATP ଓ NADH2 ଉତ୍ପନ୍ନ ହୋଇଥାଏ ଏବଂ 2ଟି 3 କାର୍ବନ ଯୁକ୍ତ ପାଇରୁଭିକ୍ ଅମ୍ଳ ଗଠିତ ହୋଇଥାଏ। ଚାଲ ଏବେ କ୍ରେବ୍ସ ଚକ୍ରର ଇତିହାସ ବିଷୟରେ ଜାଣିବା। 1937 ମସିହାରେ ଜର୍ମାନରେ ଜନ୍ମିତ ବ୍ରିଟିଶ ଜୈବ ରାସାୟନିକବିଦ୍ ସାର୍ ହେନ୍ସ ଆଡଲ୍ଫ କ୍ରେବ୍ ଏହି ଚକ୍ରର ସମ୍ପୂର୍ଣ୍ଣ କ୍ରମକୁ ବ୍ୟାଖ୍ୟା କରିଥିଲେ। କ୍ରେବ୍ସଙ୍କ ସମ୍ମାନରେ ଏହି ଚକ୍ରର ନାମ କ୍ରେବ୍ସ ଚକ୍ର ରଖାଯାଇଥିଲା।
1953 ମସିହାରେ ଏହି ସାଇଟ୍ରିକ୍ ଏସିଡ୍ ସାଇକେଲ ଆବିଷ୍କାର ପାଇଁ ଶରୀର ବିଜ୍ଞାନ ଓ ଚିକିତ୍ସା ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଚିତ୍ରରୁ ଆମେ କ୍ରେବ୍ ଚକ୍ରର ଷ୍ଟେପ୍ ଗୁଡ଼ିକୁ ବୁଝିବା। ଏଇ ଯେଉଁ ଚକ୍ରଟି ତମେ ଦେଖୁଛ, ଏଇ ଚକ୍ରଟି ମାଇଟୋକଣ୍ଡ୍ରିଆର ମାଟ୍ରିକ୍ସ ଭିତରେ ହେଇଥାଏ। ଏହାର ମୁଖ୍ୟ କାମ ହେଉଛି ଏଟିପି ସୃଷ୍ଟି କରିବା। ଏଠାରେ କ'ଣ ହେଇଥାଏ? ପାଇରୁବିକ୍ ଏସିଡ୍ ମାଇଟୋକଣ୍ଡ୍ରିଆକୁ ଆସିଥାଏ। ଏନ୍ଜାଇମ୍ ପାଇରୁବିକ୍ ଏସିଡ୍ରୁ ହାଇଡ୍ରୋଜେନକୁ ବାହାର କରିଦେଇଥାଏ। ଆଉ ଯେଉଁ NAD+ ମାଇଟୋକଣ୍ଡ୍ରିଆରେ ଥାଏ, ସେଇ NAD+ ହାଇଡ୍ରୋଜେନକୁ ଧରି ନେଇଥାଏ ବା ତାକୁ ଗ୍ରହଣ କରିଦେଇଥାଏ। ତାକୁ ଗ୍ରହଣ କଲା ପରେ ତାହା NADHରେ ପରିଣତ ହୋଇଯାଇଥାଏ। ଯଦି ଆମେ ବୁଝିବା, NAD+ ହେଉଛି ଗୋଟେ ଖାଲି ବ୍ୟାଗ୍। ସେଇ ଖାଲି ବ୍ୟାଗ୍ରେ ହାଇଡ୍ରୋଜେନ କ୍ୟାରି ହୋଇପାରିବ। ଆଉ ହାଇଡ୍ରୋଜେନ ବ୍ୟାଗ୍ ଭିତରେ ଥିବା ଜିନିଷ, ଆଉ NADH ହେଉଛି ସେଇ ଭର୍ତ୍ତି ହୋଇଯାଇଥିବା ବ୍ୟାଗ୍। ଅର୍ଥାତ୍ ଖାଲି ବ୍ୟାଗ୍ରେ ହାଇଡ୍ରୋଜେନକୁ ପୂରେଇ ଦିଆଯାଇଛି। ଯେମିତିକି NAD+ରେ ହାଇଡ୍ରୋଜେନ ଯେତେବେଳେ ପଶି ଯାଉଛି, ସେତେବେଳେ ତାହା NADHରେ ପରିଣତ ହୋଇଯାଉଛି। ପାଇରୁବିକ୍ ଏସିଡ୍ରୁ 2ଟି ହାଇଡ୍ରୋଜେନ ବାହାରିଥାଏ। ସେଇ ଭିତରୁ ଗୋଟେ ହାଇଡ୍ରୋଜେନକୁ NAD+ ନେଇଯାଇଥାଏ। NAD+ ନେଇକି ତାହା NADHରେ କନଭର୍ଟ ହୋଇଯାଏ ଏବଂ ଆଉ ଗୋଟେ ହାଇଡ୍ରୋଜେନ ରହିଯାଏ। ସେଇ ହାଇଡ୍ରୋଜେନକୁ H+ କରିକି ଲେଖାଯାଏ। ତ ଆମେ ସହଜରେ ବୁଝିପାରିବା ବୋଲି NADH2 ଡାଇରେକ୍ଟ ଲେଖିଦିଆହେଇଛି। ଏହା ହେବା ଯୋଗୁଁ କ'ଣ ହେଇଥାଏ? ଏହା ହେବା ଯୋଗୁଁ 2 କାର୍ବନ ଯୁକ୍ତ ସକ୍ରିୟ ଅଣୁ, ଯାହାକି 2 କାର୍ବନ ଯୁକ୍ତ ଏସିଟାଇଲ୍ କୋଏନଜାଇମ୍ A, ଏହି ଏସିଟାଇଲ୍ କୋଏନଜାଇମ୍ ଏଟି ଏଠାରେ ସୃଷ୍ଟି ହୋଇଥାଏ। ତାପରେ ସାଇଟ୍ରିକ୍ ଏସିଡ୍ ସେଠୁ କିପରି ସୃଷ୍ଟି ହୋଇଥାଏ? ଯେଉଁ ପୂର୍ବରୁ ଏସିଟାଇଲ୍ କୋଏନଜାଇମ୍ A ସୃଷ୍ଟି ହୋଇଥିଲା, ଯାହାକି 2 କାର୍ବନ ବିଶିଷ୍ଟ ଥିଲା, ତାହା ଅକ୍ଜାଲୋ ଏସିଟିକ୍ ଏସିଡ୍, ଯାହାକି 6 କାର୍ବନ ବିଶିଷ୍ଟ, ତା ସହ ମିଶି ସାଇଟ୍ରିକ୍ ଏସିଡ୍ ସୃଷ୍ଟି କରିଥାଏ। ଯେହେତୁ ଏସିଟାଇଲ୍ କୋଏନଜାଇମ୍ Aରେ 2ଟି କାର୍ବନ ଥିଲା ଏବଂ ଅକ୍ଜାଲୋ ଏସିଟିକ୍ ଏସିଡ୍ରେ 4ଟି କାର୍ବନ ଥିଲା, ତେଣୁ ସାଇଟ୍ରିକ୍ ଏସିଡ୍ରେ 6ଟି କାର୍ବନ ସୃଷ୍ଟି ହେଉଛି। ଏବଂ ଆହୁରି ଗୋଟେ ଜାଣି ରଖ, ଏହି କାରଣରୁ ଏହାକୁ ସାଇଟ୍ରିକ୍ ଏସିଡ୍ ସାଇକେଲ ବୋଲି ମଧ୍ୟ କୁହାଯାଏ। କାରଣ ନା ଯେତେବେଳେ ଏହି ସାଇକେଲର ଲାଷ୍ଟ ପ୍ରଡକ୍ଟ ପହଞ୍ଚିବା, ସେ ଲାଷ୍ଟ ପ୍ରଡକ୍ଟରୁ ପୁଣି ଥରେ ସାଇଟ୍ରିକ୍ ଏସିଡ୍ ସୃଷ୍ଟି ହେବ। ତେଣୁ ଏହାକୁ ସାଇଟ୍ରିକ୍ ଏସିଡ୍ ସାଇକେଲ ବା ସାଇଟ୍ରିକ୍ ଅମ୍ଳ ଚକ୍ର ବୋଲି ମଧ୍ୟ କୁହାଯାଏ। ତାପରେ ସେଇ ସାଇଟ୍ରିକ୍ ଏସିଡ୍ର ଜଷ୍ଟ ଟିକେ ଗଠନରେ ପରିବର୍ତ୍ତନ ହୁଏ ଏବଂ ସେଇ ଗଠନରେ ପରିବର୍ତ୍ତନ ହେଲେ ତାକୁ ଆମେ ଆଇସୋସାଇଟ୍ରିକ୍ ଏସିଡ୍ ବୋଲି କହିଥାଉ। ଏଠାରେ କୌଣସି କାର୍ବନ କମେ ନାହିଁ, ଖାଲି ତାର ଗଠନରେ ଟିକେ ପରିବର୍ତ୍ତନ ଘଟିଥାଏ। ତାପରେ କ'ଣ ହେଇଥାଏ? ତାପରେ ସେଥିରୁ କାର୍ବନ ଡାଇଅକ୍ସାଇଡ୍ ବାହାରି ଯାଇ ଗୋଟେ ଜୈବିକ ଅମ୍ଳ ସୃଷ୍ଟି ହୋଇଥାଏ। ସେଇ ଜୈବିକ ଅମ୍ଳଟି ହେଉଛି ଆଲଫା କିଟୋଗ୍ଲୁଟାରିକ୍ ଏସିଡ୍। ଏଠାରେ ଯେହେତୁ କାର୍ବନ ଡାଇଅକ୍ସାଇଡ୍ ବାହାରି ଯାଉଛି ଏବଂ କାର୍ବନ ଡାଇଅକ୍ସାଇଡ୍ରେ ଗୋଟେ କାର୍ବନ ଅଛି, ତେଣୁ ଗୋଟେ କାର୍ବନ ବାହାରିଗଲେ ଆଉ କେତୋଟି କାର୍ବନ ରହିବ? ଆଉ 5ଟି କାର୍ବନ ରହିବ। ତାହେଲେ ଆଲଫା କିଟୋଗ୍ଲୁଟାରିକ୍ ଏସିଡ୍ରେ 5ଟି କାର୍ବନ ଥାଏ। ତାପରେ ଆଲଫା କିଟୋଗ୍ଲୁଟାରିକ୍ ଏସିଡ୍ରୁ ପୁଣି ଥରେ ଗୋଟେ କାର୍ବନ ଅଣୁ ବାହାରି ଯାଇଥାଏ ଏବଂ ପୁଣି NADH2 ସୃଷ୍ଟି ହୋଇଥାଏ। ଏଠି କୌଣସି ଗୋଟେ ଏନ୍ଜାଇମ୍ ଲାଗିଛି ଆଉ ସେ ଏନ୍ଜାଇମ୍ ହାଇଡ୍ରୋଜେନ ବାହାର କରୁଛି। ହାଇଡ୍ରୋଜେନ ବାହାର କରିବା ଯୋଗୁଁ NAD+ଟି NADH2ରେ କନଭର୍ଟ ହେଇଯାଉଛି। ତାହେଲେ କୋଉ ଏନ୍ଜାଇମ୍ଟି ଏଠାରେ ବ୍ୟବହାର ହେଉଛି? ଏଠାରେ ସୁସିନାଇଲ୍ କୋଏନଜାଇମ୍ A ବ୍ୟବହାର ହେଉଛି। ଏକ ATP ମଧ୍ୟ ବାହାରୁଛି। ଏଠାରେ ATP ବାହାରି ଯାଉଛି, ଅର୍ଥାତ୍ ATP ଉତ୍ପନ୍ନ ହେଉଛି ଏବଂ କାର୍ବନ ଡାଇଅକ୍ସାଇଡ୍ ମଧ୍ୟ ବାହାରୁଛି। ଏହିସବୁ ବାହାରିବା ଯୋଗୁଁ ଏକ ଜୈବିକ ଅମ୍ଳ ସୃଷ୍ଟି ହେଉଛି। ସେଇ ଜୈବିକ ଅମ୍ଳର ନାମ ହେଉଛି ସୁସିନିକ୍ ଏସିଡ୍। ଯେହେତୁ ଏଠାରେ ଗୋଟିଏ କାର୍ବନ ଡାଇଅକ୍ସାଇଡ୍ ବାହାରି ଯାଉଛି, ତାହେଲେ ଗୋଟିଏ କାର୍ବନ ବାହାରି ଯାଉଛି, ତାହେଲେ ସୁସିନିକ୍ ଏସିଡ୍ଟି ହେଉଛି 4 କାର୍ବନ ବା 4 କାର୍ବନ ବିଶିଷ୍ଟ। ତାପରେ FADH2 ବାହାରି ଯାଇ ପୁଣି ଜୈବିକ ଅମ୍ଳ ସୃଷ୍ଟି ହେଉଛି। ଏଠାରେ ମଧ୍ୟ FAD+ଟି FADHକୁ କନଭର୍ଟ ହେଇଛି ଏନ୍ଜାଇମ୍ ଦ୍ୱାରା। ତ ଏହା ଦ୍ୱାରା ପୁଣି ଥରେ ଏକ ଜୈବିକ ଅମ୍ଳ ସୃଷ୍ଟି ହେଉଛି। ସେଇ ଜୈବିକ ଅମ୍ଳର ନାମ ହେଉଛି ଫ୍ୟୁମରିକ୍ ଏସିଡ୍। ତାପରେ ତାହା ମାଲିକ୍ ଏସିଡ୍କୁ କନଭର୍ଟ ହେଉଛି। ତାହା କିପରି ଭାବରେ ମାଲିକ୍ ଏସିଡ୍କୁ କନଭର୍ଟ ହେଉଛି? ତାହା ଜଳ ସହ ମିଶି ଯାଉଛି, ଅର୍ଥାତ୍ ଫ୍ୟୁମରିକ୍ ଏସିଡ୍ ଜଳ ସହ ମିଶି ଯାଉଛି, ତାପରେ ତାହା ମାଲିକ୍ ଏସିଡ୍କୁ କନଭର୍ଟ ହେଇଯାଉଛି। ଶେଷରେ ସେ ମାଲିକ୍ ଏସିଡ୍ଟି ଅକ୍ଜାଲୋ ଏସିଟିକ୍ ଏସିଡ୍ରେ ପରିଣତ ହୋଇଯାଉଛି। ଏଠାରେ ମଧ୍ୟ NADH2 ଉତ୍ପନ୍ନ ହେଉଛି। ତାପରେ ପୁଣି ଥରେ ଅକ୍ଜାଲୋ ଏସିଟିକ୍ ଏସିଡ୍ ଏସିଟାଇଲ୍ କୋଏନଜାଇମ୍ A ସହ ମିଶି ନୂଆ ଚକ୍ର ଆରମ୍ଭ କରିଥାଏ। ଚାଲ ବର୍ତ୍ତମାନ କ୍ରେବ୍ସ ଚକ୍ରର ଫଳାଫଳ ବିଷୟରେ ଜାଣିବା। ଏହି ଚକ୍ରଟି ହେବା ଯୋଗୁଁ 3ଟି NADH2 ସୃଷ୍ଟି ହେଉଛି, ଗୋଟିଏ FADH2 ସୃଷ୍ଟି ହେଉଛି ଏବଂ ଗୋଟିଏ ATP କିମ୍ବା GDP ସୃଷ୍ଟି ହେଉଛି ଏବଂ 2ଟି କାର୍ବନ ଡାଇଅକ୍ସାଇଡ୍ ଅଣୁ ସେଥିମଧ୍ୟରୁ ବାହାରୁଛି। ତାହେଲେ 1ଟି ଗ୍ଲୁକୋଜରୁ 2ଟି ପାଇରୁବିକ୍ ଅମ୍ଳ ମିଳୁଥିବାରୁ କ୍ରେବ୍ସ ଚକ୍ର 2 ଥର ହେଇଥାଏ। ସେଥିପାଇଁ ଆମେ ଏବେ ଯେଉଁ ଦେଖିଲୁ
ଏଠାରେ ଆମେ ଗୋଟିଏ ପାଇରୁବିକ୍ ଏସିଡ୍ କୁ ନେଇ କରିଥିଲୁ ଏବଂ ସେଇଭଳି ଚକ୍ର ଆଉ ଗୋଟେ ମଧ୍ୟ ହୋଇଥାଏ। ତେଣୁ ଗୋଟିଏ ଗ୍ଲୁକୋଜରୁ ଯେହେତୁ ଦୁଇଟି ପାଇରୁବିକ୍ ଏସିଡ୍ ବାହାରୁଛି ତେଣୁ ଚକ୍ରଟି ଦୁଇଥର ହୋଇଥାଏ। ସେଥିପାଇଁ ମୋଟ 6ଟି NADH2 ବାହାରୁଛି, କାରଣ ଗୋଟିଏରୁ 3ଟି NADH2 ଏବଂ ଅନ୍ୟଟିରୁ 3ଟି NADH2। ସେଇଭଳି ଦୁଇଟି ମିଶି 6ଟି NADH2 ବାହାରୁଛି ଏବଂ 2ଟି FADH2 ବାହାରୁଛି, 2ଟି ATP ବାହାରୁଛି ଏବଂ 4ଟି କାର୍ବନ ଡାଇଅକ୍ସାଇଡ୍ ଅଣୁ ସେଥିମଧ୍ୟରୁ ଉତ୍ପନ୍ନ ହେଉଛି। ବର୍ତ୍ତମାନ ଆମେ ଇଲେକ୍ଟ୍ରନ୍ ପରିବହନ ସଂସ୍ଥା ଯାହାକି ଇଲେକ୍ଟ୍ରନ୍ ଟ୍ରାନ୍ସପୋର୍ଟ ସିଷ୍ଟମ ବା ETS ବିଷୟରେ ଜାଣିବା। ଏହା କୋଷୀୟ ଶୋଷଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ, କାରଣ ସର୍ବାଧିକ ATP ଏହି ପର୍ଯ୍ୟାୟରେ ସୃଷ୍ଟି ହୋଇଥାଏ ବା ଉତ୍ପନ୍ନ ହୋଇଥାଏ। ତାହେଲେ ଏଇ ETSଟି କେଉଁଠି ହୋଇଥାଏ? ଇଲେକ୍ଟ୍ରନ୍ ପରିବହନ ସଂସ୍ଥା ମାଇଟୋକଣ୍ଡ୍ରିଆର ଅନ୍ତଃଝିଲ୍ଲୀ ଯାହାକି ଇନର ମେମ୍ବ୍ରେନ୍ ବୋଲି ଆମେ କହିଥାଉ ର କ୍ରିଷ୍ଟା ଉପରେ ହୋଇଥାଏ। ଏହି ଝିଲ୍ଲୀରେ ଅନେକ ଇଲେକ୍ଟ୍ରନ୍ ବାହକ ପ୍ରୋଟିନ୍ ଯାହାକୁ କି ଆମେ ଇଲେକ୍ଟ୍ରନ୍ କ୍ୟାରିୟର ପ୍ରୋଟିନ୍ ବୋଲି କହିଥାଉ, ଏହି ଅଣୁମାନଙ୍କର ଶୃଙ୍ଖଳ ଯାହା NADH FADH2ରୁ ଇଲେକ୍ଟ୍ରନ୍ ଗ୍ରହଣ କରି ATP ଉତ୍ପନ୍ନ କରିଥାନ୍ତି। ଚାଲ ଏବେ ଏହାର ଗଠନ ବିଷୟରେ ଜାଣିବା। ଇଲେକ୍ଟ୍ରନ୍ ପରିବହନ ସଂସ୍ଥାରେ କୋଉ କୋଉମାନେ ରହିଥାନ୍ତି? ଇଲେକ୍ଟ୍ରନ୍ ବାହକ ଅଣୁମାନେ ରହିଥାନ୍ତି ଯାହାକୁ କି ଆମେ ଇଲେକ୍ଟ୍ରନ୍ କ୍ୟାରିୟର ବୋଲି କହିଥାଉ, ପ୍ରୋଟନ୍ ବାହକ ଅଣୁ ଯାହାକୁ କି ଆମେ ପ୍ରୋଟନ୍ କ୍ୟାରିୟର ବୋଲି କହିଥାଉ ଏବଂ ATP ସିନ୍ଥେଜ ନାମକ ଏକ ଏନଜାଇମ୍ ସେଠାରେ ଥାଏ। ଏଠାରେ ଦେଖ ମାଇଟୋକଣ୍ଡ୍ରିଆର ପୃଷ୍ଠାକୁ ଏନଲାର୍ଜ ବା ଜୁମ୍ କରିକି ଏଠାରେ ଦେଖାଯାଇଛି। ଆଉ ଗୋଟେ ଜିନିଷ ତମେ ମନେ ରଖ, ଯେତେବେଳେ ଗୋଟେ ଭାଙ୍ଗକୁ କହୁଛୁ ତାକୁ କ୍ରିଷ୍ଟା କହୁଛୁ, ଅର୍ଥାତ୍ ପୃଷ୍ଠାଟି ହେଉଛି ସିଙ୍ଗୁଲାର ଏବଂ କ୍ରିଷ୍ଟି ହେଉଛି ପ୍ଲୁରାଲ। ମେଞ୍ଚେ କ୍ରିଷ୍ଟାର କଥା କହୁଛୁ ସେତେବେଳେ କ୍ରିଷ୍ଟି ବୋଲି ତାକୁ ଆମେ କହିଥାଉ। ଏଠାରେ ତାକୁ ଯେତେବେଳେ ଆମେ ଏନଲାର୍ଜ କରିକି ବା ଜୁମ୍ କରିକି ଦେଖୁଛୁ ତ ସେଥିରେ ଆମକୁ କମ୍ପ୍ଲେକ୍ସ କିଛି ଦେଖାଯାଉଛି। ATP ସିନ୍ଥେଜ ମାନେ କିପରି ଭାବରେ ଫଙ୍କସନ କରୁଛନ୍ତି, ଚାଲ ଏହା ବିଷୟରେ ଡିଟେଲ୍ସରେ ପଢିବା। ଏହି ଚିତ୍ରରେ ଯୋଉ କମ୍ପ୍ଲେକ୍ସ 1 କମ୍ପ୍ଲେକ୍ସ 2 କମ୍ପ୍ଲେକ୍ସ 3 କମ୍ପ୍ଲେକ୍ସ 4 ଲେଖା ହେଇଛି, ଏଗୁଡ଼ିକୁ ତମ ବହିରେ ବାହକ 1 ବାହକ 2 ବାହକ 3 ବାହକ 4 ହିସାବରେ ତମେ ପଢ। ଆମେ ଜାଣିଛୁ ଗ୍ଲାଇକୋଲିସିସ୍ ଏବଂ କ୍ରେବ୍ ଚକ୍ର ସରିବା ପରେ କୋଷରେ NADH ଓ FADH2 ନାମକ ଦୁଇଟି ଉଚ୍ଚ ଶକ୍ତିଯୁକ୍ତ ଇଲେକ୍ଟ୍ରନ୍ ବାହକ ସୃଷ୍ଟି ହୋଇଥାନ୍ତି। ତାହେଲେ NADH ଓ FADH2ର କାମ କ'ଣ? ଏମାନେ ଗ୍ଲାଇକୋଲାଇସିସ୍ ଏବଂ କ୍ରେବ୍ ସାଇକେଲରୁ ଇଲେକ୍ଟ୍ରନ୍ ନେଇକି ମାଇଟୋକଣ୍ଡ୍ରିଆର ମାଟ୍ରିକ୍ସକୁ ଆସିଥାନ୍ତି। ଏହି ଇଲେକ୍ଟ୍ରନ୍ ଟ୍ରାନ୍ସପୋର୍ଟ ସିଷ୍ଟମରେ 5ଟି ମୁଖ୍ୟ ପ୍ରୋଟିନ୍ ବାହକ ରହିଛି, ଯାହାକି ବାହକ 1 ବାହକ 2 ବାହକ 3 ବାହକ 4 ଏବଂ ATP ସିନ୍ଥେଜ ତାହା ମଧ୍ୟ ଏକ ପ୍ରୋଟିନ୍ ଅଟେ। ତମ ବହିରେ ବାହକ 2କୁ 3 ନମ୍ବରରେ ଦେଇଛି ଏବଂ ବାହକ 3କୁ 2 ନମ୍ବରରେ ଦେଇଛି, କିନ୍ତୁ ରିଏଲରେ ଏଇଭଳି ସିକ୍ୱେନ୍ସ ୱାଇଜରେ ରହିଥାନ୍ତି। ଏଇ ଚିତ୍ରରେ ତମେ ଦେଖ, ଏହା ହେଉଛି ବହିଝିଲ୍ଲୀ ବା ତାକୁ ଆମେ ଆଉଟର ମେମ୍ବ୍ରେନ୍ ବୋଲି କହିଥାଉ। ତଳେ ହେଉଛି ଅନ୍ତଃଝିଲ୍ଲୀ ଯାହାକୁ କି ଆମେ ଇନର ମେମ୍ବ୍ରେନ୍ ବୋଲି କହିଥାଉ ଏବଂ ଅନ୍ତଃଝିଲ୍ଲୀ ଏବଂ ବହିଝିଲ୍ଲୀ ମଧ୍ୟରେ ଗୋଟିଏ ସ୍ପେସ୍ ଅଛି ଯାହାକୁ କି ଦୁଇ ଝିଲ୍ଲୀ ମଧ୍ୟବର୍ତ୍ତୀ ଅଞ୍ଚଳ ଯାହାକୁ କି ଆମେ ଇନର ମେମ୍ବ୍ରେନ୍ ସ୍ପେସ୍ ବୋଲି ମଧ୍ୟ କହିଥାଉ। ସର୍ବପ୍ରଥମେ NADH ବାହକ 1 ପାଖକୁ ଯାଉଛି। ଏଠାରେ NADH କେମିତି ସୃଷ୍ଟି ହେଉଛି? NADHକୁ ଆମେ ଏଠାରେ ବିଜାରିତ NADH କହିଥାଉ। କ'ଣ ପାଇଁ? କାରଣ ଏମାନେ ଗ୍ଲାଇକୋଲିସିସ୍ ଏବଂ କ୍ରେବ୍ ସାଇକେଲରେ ବିଜାରଣ ପ୍ରକ୍ରିୟା ଦ୍ୱାରା ଏମାନେ ସୃଷ୍ଟି ହୋଇଥାନ୍ତି। ତେଣୁ ଏମାନଙ୍କୁ ବିଜାରିତ NADH। ବିଜାରିତ କେମିତି ହେଇଥାନ୍ତି ନା NAD+ ଥାଏ ଏବଂ ସେଠି ହାଇଡ୍ରୋଜେନ ଏଡ୍ ହେଇଯାଉଛି, ତେଣୁ ଏଠାରେ ରିଡକ୍ସ ବା ବିଜାରଣ ପ୍ରକ୍ରିୟା ହେଉଛି, ତେଣୁ ବିଜାରିତ NADH ବୋଲି କୁହାଯାଉଛି। NADHଟି ବାହକ 1 ପାଖକୁ ଆସି ତାହା ଭାଙ୍ଗି ଯାଉଛି ବା ତାହା ଜାରିତ ହେଉଛି। ଜାରିତ କ'ଣ ପାଇଁ କୁହାଗଲା? NADH ଭାଙ୍ଗି ସେଥିରୁ NAD+ ଏବଂ H+ ସୃଷ୍ଟି ହେଉଛି ଏବଂ ତାହା ଦୁଇଟି ଇଲେକ୍ଟ୍ରନ୍ ରିମୁଭ୍ କରୁଛି। ଏହା କ'ଣ ପାଇଁ ଦୁଇଟି ଇଲେକ୍ଟ୍ରନ୍ ରିମୁଭ୍ କରୁଛି? କାରଣ ଏଠାରେ ଦୁଇଟି ପଜିଟିଭ ଆୟନ ସୃଷ୍ଟି ହେଉଛି, NAD+ ଏବଂ H+, ତେଣୁ ଦୁଇଟି ଇଲେକ୍ଟ୍ରନ୍ ମଧ୍ୟ ରିମୁଭ୍ ହେଉଛି। ସେଇ ଦୁଇଟି ଇଲେକ୍ଟ୍ରନ୍ ବାହକ 1 ପାଖକୁ ଯାଉଛି, ଅର୍ଥାତ୍ ଏହି ଇଲେକ୍ଟ୍ରନ୍ ଗୁଡ଼ିକ ଇଲେକ୍ଟ୍ରନ୍ ଟ୍ରାନ୍ସପୋର୍ଟ ଚେନ୍ରେ ପ୍ରବେଶ କରିଯାଉଛି। ସେହିଭଳି ବିଜାରିତ ହୋଇଥିବା FADH2 ବା ରିଡକ୍ସନ୍ ଦ୍ୱାରା ସୃଷ୍ଟି ହୋଇଥିବା FADH2ଟି ଏଠାରେ ଭାଙ୍ଗି ଯାଉଛି ଏବଂ ଦୁଇଟି ଇଲେକ୍ଟ୍ରନ୍ ବାହକ 3କୁ ଦେଇ ଦେଉଛି ଏବଂ ତାହା FAD+2H+ରେ କନଭର୍ଟ ହୋଇଯାଉଛି। ଏଠାରେ ମଧ୍ୟ FADH2ରୁ ଦୁଇଟି ଇଲେକ୍ଟ୍ରନ୍ ଟ୍ରାନ୍ସପୋର୍ଟ ସିଷ୍ଟମକୁ ପ୍ରବେଶ କରୁଛି। ଏହି ଇଲେକ୍ଟ୍ରନ୍ ଗୁଡ଼ିକ ବାହକ ପ୍ରୋଟିନ୍ ମାନଙ୍କୁ ଏନର୍ଜି ଦେଉଛି, ଯାହାଦ୍ୱାରା କି ସେମାନେ ହାଇଡ୍ରୋଜେନକୁ ପମ୍ପ କରିପାରିବେ। ଅର୍ଥାତ୍ ସେ ବାହକଟିକୁ ସେ ଆକ୍ଟିଭ କରିଦେଉଛି, ଯାହାଦ୍ୱାରା କି ସେ ହାଇଡ୍ରୋଜେନ ପମ୍ପ କରିପାରୁଛି। ହାଇଡ୍ରୋଜେନ ଆମର କୋଉଠି ଥିଲା? ମାଇଟୋକଣ୍ଡ୍ରିଆରେ ବିଭିନ୍ନ ମେଟାବଲିକ୍ ରିଆକ୍ସନ୍ ହୋଇଥାଏ,
ଯାହାକୁ କି ଆମେ ଚୟାପଚୟ ପ୍ରକ୍ରିୟା ବୋଲି କହିଥାଉ। ଏବଂ NADH FADH2 ଭାଙ୍ଗିବା ଯୋଗୁଁ ମଧ୍ୟ H+ ଆୟନ ସୃଷ୍ଟି ହୋଇଥାଏ ଏବଂ ଏଇ H+ ଆୟନ ଗୁଡ଼ିକ ମାଇଟୋକଣ୍ଡ୍ରିଆ ମାଟ୍ରିକ୍ସରେ ପ୍ରବଳ ମାତ୍ରାରେ ଥାନ୍ତି। ଯେତେବେଳେ ବାହକ ପ୍ରୋଟିନ୍ ଗୁଡ଼ିକ ଆକ୍ଟିଭେଟ୍ ହେଇଯାନ୍ତି ସେତେବେଳେ ସେଇ H+ ଆୟନ ଗୁଡ଼ିକ ମାଇଟୋକଣ୍ଡ୍ରିଆ ମାଟ୍ରିକ୍ସରୁ ଇନର ମେମ୍ବ୍ରେନ୍ ସ୍ପେସ୍ ବା ଦୁଇ ଝିଲ୍ଲୀ ମଧ୍ୟବର୍ତ୍ତୀ ଅଞ୍ଚଳକୁ ପମ୍ପ ହେଇକି ଚାଲିଯାନ୍ତି। ତାପରେ ଇଲେକ୍ଟ୍ରନ୍ ଗୁଡ଼ିକ ଗୋଟିଏ ବାହକରୁ ଅନ୍ୟ ବାହକକୁ ମୁଭ୍ କରିଥାନ୍ତି। ଏଇ ମୁଭ୍ କରିବା ଦ୍ୱାରା ଇଲେକ୍ଟ୍ରନର କିଛି ଏନର୍ଜି ଲସ୍ ହୋଇଥାଏ ଏବଂ এই ଇଲେକ୍ଟ୍ରନ୍ ମାନଙ୍କୁ କିଛି ଏନ୍ଜାଇମ୍ ଅଛନ୍ତି ସେଇମାନେ ଏହାକୁ ମୁଭ୍ କରିଥାନ୍ତି ଏବଂ ଯେତେବେଳେ ଇଲେକ୍ଟ୍ରନ୍ ଗୁଡ଼ିକ ପ୍ରବେଶ କରୁଛନ୍ତି ପ୍ରତ୍ୟେକ ଷ୍ଟେପ୍ରେ ସେମାନେ କିଛି ଶକ୍ତି ହରାଇଥାନ୍ତି ଯାହାକୁ କି ଆମର ବାହକ 1, 3 ଆଉ 4 ତାକୁ ରିସିଭ୍ କରି ସେଇ ଶକ୍ତିକୁ H+କୁ ପମ୍ପ କରିଥାନ୍ତି। ଆଉ ଗୋଟେ ମନେ ରଖ କମ୍ପ୍ଲେକ୍ସ 2ରେ ହାଇଡ୍ରୋଜେନ୍ ପମ୍ପ ହୁଏ ନାହିଁ କାରଣ କମ୍ପ୍ଲେକ୍ସ 2ରେ ସେତିକି ଏନର୍ଜି ନାହିଁ କି ସେ ହାଇଡ୍ରୋଜେନକୁ ପମ୍ପ କରିପାରିବ। କମ୍ପ୍ଲେକ୍ସ 4ରେ କ'ଣ ହେଉଛି ବା ବାହକ 4ରେ କ'ଣ ହେଉଛି ଇଲେକ୍ଟ୍ରନ୍ ଗୁଡ଼ିକ ଏନ୍ଜାଇମ୍ ଦ୍ୱାରା କମ୍ପ୍ଲେକ୍ସ 3ରୁ କମ୍ପ୍ଲେକ୍ସ 4କୁ ଆସୁଛନ୍ତି ଏବଂ ଏଠାରେ ଅକ୍ସିଜେନ୍ ଅଛି। ଏହି ଇଲେକ୍ଟ୍ରନ୍ଟିକୁ ଅକ୍ସିଜେନ୍ ରିସିଭ୍ କରୁଛି ଏବଂ ମାଇଟୋକଣ୍ଡ୍ରିଆର ମାଟ୍ରିକ୍ସରେ ଥିବା ହାଇଡ୍ରୋଜେନ୍ ସହ ମିଶି ତାହା ଜଳ ସୃଷ୍ଟି କରିଦେଉଛି ଏବଂ ଏହା ମଧ୍ୟ ଆକ୍ଟିଭେଟ୍ ହେଇ H+ ଆୟନ ଇନର ମେମ୍ବ୍ରେନ୍ ସ୍ପେସ୍କୁ ପମ୍ପ ହେଉଛି। ଆମର ଏଠାରେ କ'ଣ ହେଉଛି H+ ଆୟନ ଗୁଡ଼ିକୁ ମାଇଟୋକଣ୍ଡ୍ରିଆର ମାଟ୍ରିକ୍ସରୁ ଇନର ମେମ୍ବ୍ରେନ୍ ସ୍ପେସ୍କୁ ପମ୍ପ କରାଯାଏ ଫଳରେ ମାଇଟୋକଣ୍ଡ୍ରିଆ ମାଟ୍ରିକ୍ସରେ କମ୍ H+ ହେଇଯାଏ ଏବଂ ଇନର ମେମ୍ବ୍ରେନ୍ ସ୍ପେସ୍ରେ ଅଧିକ H+ ହେଇଯାଏ। ଏହି ପାର୍ଥକ୍ୟକୁ ପ୍ରୋଟନ୍ ଗ୍ରେଡିଏଣ୍ଟ ବୋଲି କୁହାଯାଏ ଏବଂ ଏହା ଦ୍ୱାରା ପ୍ରୋଟନ୍ ମୋଟିଭ୍ ଫୋର୍ସ ଯାହାକି ପ୍ରୋଟନ୍ ଗତି ସକ୍ଷମ ବଳ ସେଠାରେ ସୃଷ୍ଟି ହେଉଛି। ଆମେ ଗୋଟେ ଏକ୍ଜାମ୍ପଲ ନେଇକି ବୁଝିବା ଯେପରିକି ଇନର ମେମ୍ବ୍ରେନ୍ ସ୍ପେସ୍ ହେଉଛି ଗୋଟେ ପାଣି ଟ୍ୟାଙ୍କ ଏବଂ ମାଇଟୋକଣ୍ଡ୍ରିଆର ମାଟ୍ରିକ୍ସ ହେଉଛି ଗୋଟେ ପାଣି ଟ୍ୟାଙ୍କ। ଯେତେବେଳେ ଆମେ ମାଇଟୋକଣ୍ଡ୍ରିଆ ମାଟ୍ରିକ୍ସରୁ ପାଣି ଇନର ମେମ୍ବ୍ରେନ୍ ସ୍ପେସ୍କୁ ପମ୍ପ କରୁଛୁ ତ ସେତେବେଳେ କ'ଣ ହେବ ଅଧିକ ସମୟ ପମ୍ପ ହେଲା ପରେ ମାଇଟୋକଣ୍ଡ୍ରିଆର ମାଟ୍ରିକ୍ସରେ ପାଣି କମିଯିବ ଏବଂ ଇନର ମେମ୍ବ୍ରେନ୍ ସ୍ପେସ୍ରେ ପାଣି ଅଧିକ ହେଇଯିବ ଏବଂ ଯେହେତୁ ଇନର ମେମ୍ବ୍ରେନ୍ ସ୍ପେସ୍ର ଟ୍ୟାଙ୍କଟି ଆମର ଉପରେ ଥିବ ତ ସେଠି ଯେଉଁ ବି ପାଣି ମାଟ୍ରିକ୍ସରୁ ଯାଇଥିବ ସେଇ ପାଣି ଗୁଡ଼ିକ ପୁଶ୍ ହେଇକି ଫେରିବାକୁ ଚେଷ୍ଟା କରିବ କାରଣ ଉପରେ ଯେତେବେଳେ ପ୍ରେସର ଅଧିକ ହେଇଯିବ ତ ଅଟୋମେଟିକାଲି ସେ ତଳକୁ ଫେରିବାକୁ ଚେଷ୍ଟା କରିବ। ତେଣୁ ଯେତେବେଳେ ଉପର ଟ୍ୟାଙ୍କରୁ ତଳ ଟ୍ୟାଙ୍କକୁ ବହୁତ ସ୍ପିଡ୍ରେ ପାଣିଟି ଆସିବ ସେତେବେଳେ ଗୋଟେ ଫୋର୍ସ ତିଆରି ହେବ। ଏଇ କନସେନ୍ଟ୍ରେସନ୍ ସେଠାରେ ଅଧିକ ହେବା ଯୋଗୁଁ ଗୋଟିଏ ଫୋର୍ସ ସୃଷ୍ଟି ହେଉଛି। ଯେତେବେଳେ H+ ଆୟନ ଗୁଡ଼ିକ ATP ସିନ୍ଥେଜ୍ ଦେଇ ପ୍ରବାହ କରୁଛି ସେତେବେଳେ ATP ସିନ୍ଥେଜରେ ଏକ ଶକ୍ତି ସୃଷ୍ଟି ହେଉଛି। ସେଇ ଏନର୍ଜିକୁ ବ୍ୟବହାର କରିକି ATP ସିନ୍ଥେଜ ADP ଏବଂ ଇନଅର୍ଗାନିକ୍ ଫସ୍ଫେଟକୁ ମିଶାଇ ATP ସୃଷ୍ଟି କରୁଛି ଏବଂ ସେଇ ATPଟି ପୁଣି ମାଇଟୋକଣ୍ଡ୍ରିଆର ମାଟ୍ରିକ୍ସରେ ଷ୍ଟୋର ହେଇକି ରହିଯାଉଛି। କୋଷ ଜୀବକରେ ଥିବା ସିଲିଣ୍ଡର ଆକୃତିର କୋଷ ଅଙ୍ଗିକାଟି ହେଉଛି ମାଇଟୋକଣ୍ଡ୍ରିଆ। ବାହକ 1କୁ NADH 2ଟି ଇଲେକ୍ଟ୍ରନ୍ ଦେଇ ତାକୁ ଆକ୍ଟିଭେଟ୍ କରିଦେଉଛି। ତା ଫଳରେ H+ ଗୁଡ଼ିକ ମାଇଟୋକଣ୍ଡ୍ରିଆ ମାଟ୍ରିକ୍ସରୁ ଇନର ମେମ୍ବ୍ରେନ୍ ସ୍ପେସ୍କୁ ପମ୍ପ ହେଇଯାଉଛି। ଏହାପରେ ଏନ୍ଜାଇମ୍ଟି ଇଲେକ୍ଟ୍ରନ୍କୁ ବାହକ 3 ପାଖକୁ ନେଇଯାଉଛି। ସେଠାରେ FADH2ର 2ଟି ଇଲେକ୍ଟ୍ରନ୍ ସହ ମିଶି ବାହକ 3କୁ ତାହା ସକ୍ରିୟ କରିଦେଉଛି। ଏହା ଫଳରେ ଏଠାରେ ମଧ୍ୟ H+ ପମ୍ପ ହେବା ଷ୍ଟାର୍ଟ ହେଇଯାଉଛି। ଏହାପରେ ଏନ୍ଜାଇମ୍ ଇଲେକ୍ଟ୍ରନ୍କୁ ବାହକ 4କୁ ଆଣି ପହଞ୍ଚାଉଛି ଏବଂ ଇଲେକ୍ଟ୍ରନ୍ଟିକୁ ଅକ୍ସିଜେନ୍ ଗ୍ରହଣ କରି ହାଇଡ୍ରୋଜେନ୍ ସହ ମିଶି ଜଳ ସୃଷ୍ଟି କରିଦେଉଛି ଏବଂ ଏହା ମଧ୍ୟ ଆକ୍ଟିଭେଟ୍ ହେଇ ହାଇଡ୍ରୋଜେନ୍ ପମ୍ପ କରୁଛି। ଏହା ଯୋଗୁଁ ଇନର ମେମ୍ବ୍ରେନ୍ ସ୍ପେସ୍ରେ ହାଇଡ୍ରୋଜେନ୍ର କନସେନ୍ଟ୍ରେସନ୍ ଅଧିକ ହୋଇଗଲା ତେଣୁ H+ ATP ସିନ୍ଥେଜ ଦେଇ ମାଇଟୋକଣ୍ଡ୍ରିଆ ମାଟ୍ରିକ୍ସକୁ ପୁଣି ଥରେ ଫେରି ଆସୁଛି। ହାଇଡ୍ରୋଜେନ୍ର ସ୍ରୋତରେ ATP ସିନ୍ଥେଜରେ ଏକ ବଳ ସୃଷ୍ଟି ହେଉଛି। ସେହି ବଳକୁ ବ୍ୟବହାର କରି ATPରେ କନଭର୍ଟ ହୋଇଯାଉଛି। ଏହି ଚିତ୍ରଟି ଅକ୍ସିଜେନ୍ ଉପସ୍ଥିତି କିମ୍ବା ଅନୁପସ୍ଥିତିରେ ପାଇରୁଭିକ୍ ଅମ୍ଳର 3ଟି ସମ୍ଭାବ୍ୟ ପଥକୁ ଦର୍ଶାଉଛି। ଗ୍ଲାଇକୋଲିସିସ୍ ଶେଷ ହେବା ପରେ
ଆମେ 2ଟି 3 କାର୍ବନ ବିଶିଷ୍ଟ ପାଇରୁଭିକ ଅମ୍ଳ ପାଇଥାଉ। ପାଇରୁଭିକ ଅମ୍ଳର ପ୍ରଥମ ଗତିପଥ ବିଷୟରେ ଜାଣିବା। ଏହା ଅମ୍ଳଜାନର ସମ୍ପୂର୍ଣ୍ଣ ଅନୁପସ୍ଥିତିରେ ଘଟିଥାଏ। ଯେତେବେଳେ ପରିବେଶରେ ଅମ୍ଳଜାନ ଉପଲବ୍ଧ ନଥାଏ ସେତେବେଳେ କିଛି ଅଣୁଜୀବ ଯେପରିକି ଇଷ୍ଟ ଶକ୍ତି ପାଇବା ପାଇଁ ଅପଜୀବୀ ଶ୍ୱସନ ଯାହାକି ଆନାଏରୋବିକ୍ ରେସ୍ପିରେସନ୍ କରିଥାନ୍ତି। ଏହି ପ୍ରକ୍ରିୟାରେ 3 କାର୍ବନ ବିଶିଷ୍ଟ ପାଇରୁଭିକ ଅମ୍ଳ ଭାଙ୍ଗି 2 କାର୍ବନ ବିଶିଷ୍ଟ ଇଥାନଲରେ ପରିଣତ ହୋଇଯାଇଥାଏ। ଏହି ପରିବର୍ତ୍ତନ ସମୟରେ ଗୋଟିଏ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହୋଇଥାଏ। ଏହା ସହିତ ଅଳ୍ପ ପରିମାଣରେ ଏଟିପି ମଧ୍ୟ ଉତ୍ପନ୍ନ ହୋଇଥାଏ। କାରଣ ଅକ୍ସିଜେନ୍ ନଥିବାରୁ ଗ୍ଲୁକୋଜର ସମ୍ପୂର୍ଣ୍ଣ ଜାରଣ ହୋଇପାରେ ନାହିଁ, ତେଣୁ ଶକ୍ତି ଉତ୍ପନ୍ନ ମଧ୍ୟ ଏଠାରେ କମ୍ ହୋଇଥାଏ। ଏହି ପ୍ରକ୍ରିୟାର ଶେଷ ଉତ୍ପାଦ ଇଥାନଲ ହୋଇଥିବାରୁ ଏହାକୁ ସୁରାସାର କିଣନ ବା ଆଲକୋହଲିକ୍ ଫର୍ମେଣ୍ଟେସନ୍ ବୋଲି କୁହାଯାଏ। ପାଇରୁଭିକ ଅମ୍ଳର ଦ୍ୱିତୀୟ ଗତିପଥ ବିଷୟରେ ଜାଣିବା। ଏହା ଅମ୍ଳଜାନର ଅଭାବରେ ଘଟିଥାଏ। ଏହି ପରିସ୍ଥିତି ସାଧାରଣତଃ ମାଂସପେଶୀ କୋଷରେ ଦେଖାଯାଏ। ଆମେ ଯେତେବେଳେ ଦୌଡ଼ୁଛୁ କିମ୍ବା ଅଧିକ ସମୟ କୌଣସି ଗୋଟେ କଠିନ ବ୍ୟାୟାମ କରୁଛୁ ବା କଠିନ କାମ କରୁଛୁ, ସେହି ସମୟରେ ମାଂସପେଶୀକୁ ଶକ୍ତିର ଆବଶ୍ୟକ ବହୁତ ବଢ଼ିଥାଏ, କିନ୍ତୁ ଆବଶ୍ୟକ ପରିମାଣରେ ଅମ୍ଳଜାନ ତୁରନ୍ତ ପାଇପାରେ ନାହିଁ। ଏପରି ପରିସ୍ଥିତିରେ 3 କାର୍ବନ ବିଶିଷ୍ଟ ପାଇରୁଭିକ ଅମ୍ଳ 3 କାର୍ବନ ବିଶିଷ୍ଟ ଲାକ୍ଟିକ୍ ଅମ୍ଳରେ ପରିଣତ ହୋଇଯାଇଥାଏ। ଏହି ପ୍ରକ୍ରିୟାରେ ମଧ୍ୟ ଅଳ୍ପ ପରିମାଣରେ ଏଟିପି ଉତ୍ପନ୍ନ ହୋଇଥାଏ। ଯଦି ମାଂସପେଶୀରେ ଲାକ୍ଟିକ୍ ଅମ୍ଳ ଅଧିକ ପରିମାଣରେ ଜମା ହୁଏ ତେବେ ଆମେ ମାଂସପେଶୀରେ କ୍ରାମ୍ପ କିମ୍ବା ଯନ୍ତ୍ରଣା ଅନୁଭବ କରିଥାଉ। ଏହା ଶରୀରର ଏକ ଅସ୍ଥାୟୀ ଅବସ୍ଥା ଅଟେ। ବିଶ୍ରାମ ନେଲେ ଏବଂ ପର୍ଯ୍ୟାପ୍ତ ଅମ୍ଳଜାନ ମିଳିଲେ ଲାକ୍ଟିକ୍ ଅମ୍ଳ ଧୀରେ ଧୀରେ ପୁଣି ଅନ୍ୟ ପଦାର୍ଥରେ ପରିଣତ ହୋଇଯାଇଥାଏ। ଚାଲ ବର୍ତ୍ତମାନ ଆମେ ପାଇରୁଭିକ ଅମ୍ଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗତିପଥ ବିଷୟରେ ଜାଣିବା, ଯାହା ଅମ୍ଳଜାନର ଉପସ୍ଥିତିରେ ଘଟିଥାଏ। ଯେତେବେଳେ କୋଷକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ମିଳିଥାଏ ସେତେବେଳେ ଗ୍ଲାଇକୋଲିସିସ୍ରେ ଉତ୍ପନ୍ନ ପାଇରୁଭିକ ଅମ୍ଳ କୋଷ ଜୀବକରୁ ବାହାରି ମାଇଟୋକଣ୍ଡ୍ରିଆକୁ ପ୍ରବେଶ କରିଥାଏ। ମାଇଟୋକଣ୍ଡ୍ରିଆ ଭିତରେ ପ୍ରଥମେ ପାଇରୁଭିକ ଅମ୍ଳ ଏସିଟାଇଲ୍ କୋଏଞ୍ଜାଇମ୍ ଏରେ ପରିଣତ ହୁଏ। ତାପରେ ସେହି ଏସିଟାଇଲ୍ କୋଏଞ୍ଜାଇମ୍ ଏ ସାଇଟ୍ରିକ୍ ଅମ୍ଳ ଚକ୍ର ବା ସାଇଟ୍ରିକ୍ ଏସିଡ୍ ସାଇକେଲ, ଯାହାକୁ କି ଆମେ କ୍ରେବ୍ ସାଇକେଲ ମଧ୍ୟ କହିଥାଉ, ସେଥିରେ ତାହା ପ୍ରବେଶ କରିଥାଏ। ଏହି ଚକ୍ରରେ ଏହା ଧୀରେ ଧୀରେ ସମ୍ପୂର୍ଣ୍ଣ ଜାରିତ ବା ଅକ୍ସିଡାଇଜ୍ ହୋଇଥାଏ ଏବଂ NADH ଓ FADH2 ସୃଷ୍ଟି କରିଥାଏ। ଏହାପରେ ସେହି NADH ଏବଂ FADH2 ନିଜର ଉଚ୍ଚ ଶକ୍ତିଯୁକ୍ତ ଇଲେକ୍ଟ୍ରନକୁ ଇଲେକ୍ଟ୍ରନ ପରିବହନ ସଂସ୍ଥା ବା ଇଲେକ୍ଟ୍ରନ ଟ୍ରାନ୍ସପୋର୍ଟ ସିଷ୍ଟମକୁ ଦେଇଥାଏ। ଏହି ସମଗ୍ର ପ୍ରକ୍ରିୟା ଶେଷରେ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହୋଇଥାଏ ଏବଂ ଜଳ ମଧ୍ୟ ସେଠାରେ ସୃଷ୍ଟି ହୋଇଥାଏ ଏବଂ ବହୁ ପରିମାଣରେ ଏଟିପି ମଧ୍ୟ ଉତ୍ପନ୍ନ ହୋଇଥାଏ। ଅକ୍ସିଜେନର ଉପସ୍ଥିତିରେ ଘଟୁଥିବାରୁ ଏହି ପ୍ରକ୍ରିୟାକୁ ବାୟୁଜୀବୀ ଶ୍ୱସନ ବା ଆଏରୋବିକ୍ ରେସ୍ପିରେସନ୍ ବୋଲି କୁହାଯାଇଥାଏ। ଚାଲ ଏବେ ଆମେ ବାୟୁଜୀବୀ ଶ୍ୱସନ ଯାହାକି ଆଏରୋବିକ୍ ରେସ୍ପିରେସନ୍ ଏବଂ ବାୟୁ ଅପଜୀବୀ ଶ୍ୱସନ ଯାହାକି ଆନାଏରୋବିକ୍ ରେସ୍ପିରେସନ୍ ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ଜାଣିବା। ଏହି ଦୁଇଟି ପ୍ରକ୍ରିୟା ଶକ୍ତି ଉତ୍ପନ୍ନ କରେ, କିନ୍ତୁ ଏମାନଙ୍କର କାର୍ଯ୍ୟପ୍ରଣାଳୀ ଏବଂ ଶେଷ ଉତ୍ପାଦ ପରସ୍ପରଠାରୁ ଭିନ୍ନ ହୋଇଥାନ୍ତି। ତାହେଲେ ଫାର୍ଷ୍ଟ ଡିଫରେନ୍ସଟି କ'ଣ? ବାୟୁଜୀବୀ ଶ୍ୱସନରେ ଅମ୍ଳଜାନର ଆବଶ୍ୟକତା ହୋଇଥାଏ, ଅର୍ଥାତ୍ ଏହା ଅକ୍ସିଜେନର ପ୍ରେଜେନ୍ସରେ ହୋଇଥାଏ ବା ଉପସ୍ଥିତିରେ ହୋଇଥାଏ, କିନ୍ତୁ ଅପଜୀବୀ ଶ୍ୱସନରେ ଅମ୍ଳଜାନର ଆବଶ୍ୟକତା କିଛି ନଥାଏ। ବାୟୁଜୀବୀ ଶ୍ୱସନରେ ବହୁ ପରିମାଣରେ ଏଟିପି ଅର୍ଥାତ୍ ପ୍ରାୟ 38ଟି ଏଟିପି ସେଠାରେ ସୃଷ୍ଟି ହୋଇଥାଏ। ଅନ୍ୟ ପକ୍ଷରେ କିନ୍ତୁ ଅପଜୀବୀ ଶ୍ୱସନରେ ମାତ୍ର 2ଟି ଏଟିପି ସୃଷ୍ଟି ହୋଇଥାଏ। ତେଣୁ ବାୟୁଜୀବୀ ଶ୍ୱସନ ଅଧିକ ଶକ୍ତି ଦେଇଥାଏ। ବାୟୁଜୀବୀ ଶ୍ୱସନରେ ଗ୍ଲୁକୋଜର ସମ୍ପୂର୍ଣ୍ଣ ଜାରଣ ହୋଇଥାଏ, କିନ୍ତୁ ଅପଜୀବୀ ଶ୍ୱସନରେ ଅସମ୍ପୂର୍ଣ୍ଣ ଜାରଣ ହୋଇଥାଏ। ବାୟୁଜୀବୀ ଶ୍ୱସନର ଶେଷରେ କାର୍ବନ ଡାଇଅକ୍ସାଇଡ୍ ଏବଂ ଜଳ ଉତ୍ପନ୍ନ ହୋଇଥାଏ, କିନ୍ତୁ ଅପଜୀବୀ ଶ୍ୱସନରେ ଇଥାନଲ କିମ୍ବା ଲାକ୍ଟିକ୍ ଏସିଡ୍ ସୃଷ୍ଟି ହୋଇଥାଏ। ବାୟୁଜୀବୀ ଶ୍ୱସନ କୋଷ ଜୀବକ ବା ସାଇଟୋପ୍ଲାଜମରେ ଆରମ୍ଭ ହୋଇ ପରେ ମାଇଟୋକଣ୍ଡ୍ରିଆରେ ସମ୍ପୂର୍ଣ୍ଣ ହୋଇଥାଏ, କିନ୍ତୁ ଅପଜୀବୀ ଶ୍ୱସନ କେବଳ କୋଷ ଜୀବକ ବା ସାଇଟୋପ୍ଲାଜମରେ ହୋଇଥାଏ। ବାୟୁଜୀବୀ ଶ୍ୱସନ ଅଧିକ କାର୍ଯ୍ୟକ୍ଷମ କାରଣ ଏଠାରେ ଅଧିକ ପରିମାଣର ଶକ୍ତି ଉତ୍ପାଦନ ହୋଇଥାଏ, କିନ୍ତୁ ଅପଜୀବୀ ଶ୍ୱସନ କମ୍ କାର୍ଯ୍ୟକ୍ଷମ କାରଣ ଏଥିରେ କମ୍ ପରିମାଣରେ ଶକ୍ତି ଉତ୍ପନ୍ନ ହୋଇଥାଏ। ଚାଲ ଏବେ ଶ୍ୱସନକୁ ନିୟନ୍ତ୍ରଣ କରୁଥିବା କାରକ ବିଷୟରେ ଜାଣିବା। ଶ୍ୱସନ ଏକ ଜୈବ ରାସାୟନିକ ପ୍ରକ୍ରିୟା, ତେଣୁ ଏହାର ଗତି ଏବଂ କାର୍ଯ୍ୟକ୍ଷମତା ଅନେକ କାରକ ଉପରେ ନିର୍ଭର କରିଥାଏ। ଏହି କାରକଗୁଡ଼ିକ ମଧ୍ୟରେ ଅକ୍ସିଜେନ୍ ଓ ଅଙ୍ଗାରକାମ୍ଳର ସାନ୍ଦ୍ରତା, ଖାଦ୍ୟ ଉତ୍ପାଦନର ପରିମାଣ, ତାପମାତ୍ରା ଓ କୋଷର ବିପାଚକ ବା ଏନ୍ଜାଇମ୍ ଉପରେ ଏହା
ନିର୍ଭର କରିଥାଏ। ତେବେ ଚାଲ ପ୍ରଥମ କାରକଟି ଯାହାକି ଅକ୍ସିଜେନର ସାନ୍ଦ୍ରତା ବା ଅମ୍ଳଜାନର ସାନ୍ଦ୍ରତା ବିଷୟରେ ଜାଣିବା। ଅମ୍ଳଜାନ ହେଉଛି ବାୟୁଜୀବୀ ଶ୍ଵସନ ପାଇଁ ସବୁଠାରୁ ଆବଶ୍ୟକ ଉପାଦାନ। ଯଦି ଅମ୍ଳଜାନର ପରିମାଣ ପର୍ଯ୍ୟାପ୍ତ ଥାଏ ତେବେ କୋଷରେ ବାୟୁଜୀବୀ ଶ୍ଵସନ ଯାହାକି ଆଏରୋବିକ୍ ରେସ୍ପିରେସନ୍ ସାଧାରଣ ଭାବରେ ଘଟିଥାଏ ଏବଂ ବହୁ ପରିମାଣରେ ଏଟିପି ମଧ୍ୟ ଏଥିରେ ଉତ୍ପନ୍ନ ହୋଇଥାଏ। କିନ୍ତୁ ଯଦି ଅମ୍ଳଜାନର ପରିମାଣ କମିଯାଏ ତେବେ କେତେକ କୋଷ କିମ୍ବା ଅଣୁଜୀବ ଅପଜୀବୀ ଶ୍ଵସନ ଯାହାକି ଆନାଏରୋବିକ୍ ରେସ୍ପିରେସନ୍ ଆରମ୍ଭ କରିଦେଇଥାନ୍ତି। ସାଧାରଣ ବାୟୁରେ ଅମ୍ଳଜାନର ସାନ୍ଦ୍ରତା 21% ଥାଏ। ଏହି ପରିମାଣ ସାଧାରଣ ଶ୍ଵସନ ପାଇଁ ପର୍ଯ୍ୟାପ୍ତ ଅଟେ। ସେହିଭଳି ଅଙ୍ଗାରକାମ୍ଳର ସାନ୍ଦ୍ରତା ବିଷୟରେ ଚାଲ ଜାଣିବା। ଶ୍ଵସନ ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ବା କାର୍ବନ ଡାଇଅକ୍ସାଇଡ୍ ଏକ ବର୍ଜ୍ୟବସ୍ତୁ ବା ବର୍ଜ୍ୟ ପଦାର୍ଥ ଭାବରେ ସୃଷ୍ଟି ହୋଇଥାଏ। ଯଦି କୋଷ ମଧ୍ୟରେ କାର୍ବନ ଡାଇଅକ୍ସାଇଡ୍ର ପରିମାଣ ଅଧିକ ବଢ଼ିଯାଏ ତେବେ ଏହା ଶ୍ଵସନ ପ୍ରକ୍ରିୟାକୁ ବାଧା ଦେଇଥାଏ। ଫଳସ୍ୱରୂପ ଶ୍ଵସନ ପ୍ରକ୍ରିୟାର ହାର କମିଯାଇଥାଏ ଏବଂ କୋଷରେ ଶକ୍ତି ଉତ୍ପାଦନ ମଧ୍ୟ କମିଯାଏ। ତେଣୁ କୋଷରେ ଅଙ୍ଗାରକାମ୍ଳର ସନ୍ତୁଳିତ ପରିମାଣ ରହିବା ଆବଶ୍ୟକ। ଚାଲ ଏବେ ଖାଦ୍ୟ ଉପାଦାନର ପରିମାଣ ବିଷୟରେ ଜାଣିବା। ଆମେ ଜାଣିଛୁ ଯେ ଗ୍ଲୁକୋଜ ହେଉଛି ଶ୍ଵସନର ମୁଖ୍ୟ ଖାଦ୍ୟ ଉପାଦାନ। ଯଦି କୋଷରେ ପର୍ଯ୍ୟାପ୍ତ ପରିମାଣର ଗ୍ଲୁକୋଜ ଉପଲବ୍ଧ ଥାଏ ତେବେ ଶ୍ଵସନ ସ୍ୱାଭାବିକ ଭାବରେ ଘଟିଥାଏ ଏବଂ ଆବଶ୍ୟକ ପରିମାଣର ଏଟିପି ମଧ୍ୟ ସେଥିରୁ ଉତ୍ପନ୍ନ ହୋଇଥାଏ। କିନ୍ତୁ ଯଦି ଖାଦ୍ୟର ଅଭାବ ହୁଏ ତେବେ ଶ୍ଵସନ ପାଇଁ ପର୍ଯ୍ୟାପ୍ତ ଇନ୍ଧନ ମିଳେ ନାହିଁ। ଫଳରେ ଶ୍ଵସନ କ୍ରିୟାର ହାର କମିଯାଏ ଏବଂ ଶକ୍ତି ଉତ୍ପାଦନ ମଧ୍ୟ ହ୍ରାସ ପାଇଥାଏ। ଚାଲ ଏବେ ତାପମାତ୍ରା ବିଷୟରେ ଜାଣିବା। ଆମେ ଜାଣିଛୁ ଯେ ଶ୍ଵସନ ଏକ ଜୈବ ରାସାୟନିକ ପ୍ରକ୍ରିୟା ଏବଂ ଏହି ପ୍ରକ୍ରିୟା ବିପାଚକ ବା ଏନଜାଇମ୍ ଦ୍ୱାରା ସମ୍ପନ୍ନ ହୋଇଥାଏ। ଏହି ବିପାଚକମାନେ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ସବୁଠାରୁ ଭଲ ଭାବରେ କାମ କରିପାରନ୍ତି। ସେହି କାରଣରୁ ତାପମାତ୍ରା ଶ୍ଵସନ କ୍ରିୟାର ହାରକୁ ପ୍ରଭାବିତ କରିଥାଏ। ଯଦି ତାପମାତ୍ରା ଉପଯୁକ୍ତ ଥାଏ ତେବେ ବିପାଚକମାନେ ଅଧିକ କାର୍ଯ୍ୟକ୍ଷମ ଭାବରେ କାମ କରିପାରନ୍ତି ଏବଂ ଶ୍ଵସନ କ୍ରିୟାର ହାର ସର୍ବାଧିକ ହୁଏ। କିନ୍ତୁ ତାପମାତ୍ରା ବହୁତ ଅଧିକ କିମ୍ବା ବହୁତ କମିଗଲେ ବିପାଚକମାନେ ଠିକ୍ ଭାବରେ କାମ କରିପାରନ୍ତି ନାହିଁ। ଫଳରେ ଶ୍ଵସନ କ୍ରିୟାର ହାର ମଧ୍ୟ କମିଯାଏ। ଏବେ ଚାଲ ମଣିଷ ଓ ଅନ୍ୟାନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ବିଷୟରେ ଜାଣିବା। ମଣିଷ ଏବଂ ଅଧିକାଂଶ ସ୍ତନ୍ୟପାୟୀ ପ୍ରାଣୀଙ୍କ ଶରୀରର ସାଧାରଣ ତାପମାତ୍ରା 37 ଡିଗ୍ରୀ ସେଲସିୟସ୍ ଅଟେ। ଏହି 37 ଡିଗ୍ରୀ ତାପମାତ୍ରାରେ ଶ୍ଵସନରେ ଅଂଶଗ୍ରହଣ କରୁଥିବା ବିପାଚକ ବା ରେସ୍ପିରେଟରୀ ଏନଜାଇମ୍ ସବୁଠାରୁ ଅଧିକ କାର୍ଯ୍ୟକ୍ଷମ ହୋଇପାରନ୍ତି। ସେଥିପାଇଁ ଏହି ତାପମାତ୍ରାରେ ଶ୍ଵସନ କ୍ରିୟା ସର୍ବାଧିକ ଦକ୍ଷତାର ସହିତ ଘଟେ ଏବଂ କୋଷରେ ଆବଶ୍ୟକ ପରିମାଣର ଏଟିପି ମଧ୍ୟ ଉତ୍ପନ୍ନ ହୋଇଥାଏ। ଚାଲ ଏବେ ବିପାଚକ ଯାହାକି ଏନଜାଇମ୍ ବିଷୟରେ ଜାଣିବା। ଆମେ ପୂର୍ବରୁ ଜାଣିଛୁ ଯେ ବିପାଚକ ବା ଏନଜାଇମ୍ ଏହା ଆମ ଶରୀରରେ ଘଟୁଥିବା ରାସାୟନିକ ପ୍ରତିକ୍ରିୟାକୁ ଦ୍ରୁତ ଏବଂ ସୁଚାରୁ ରୂପେ ବା ନିୟନ୍ତ୍ରଣ କରିବା ପାଇଁ ଏହା ସାହାଯ୍ୟ କରିଥାଏ। ତେଣୁ ଏନଜାଇମ୍ ବା ବିପାଚକ ନଥିଲେ କିମ୍ବା ନିଷ୍କ୍ରିୟ ହୋଇଗଲେ ଶ୍ଵସନ କ୍ରିୟା ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ଚାଲ ବର୍ତ୍ତମାନ ଜୈବିକ ଜାରଣ ବିଷୟରେ ଜାଣିବା। ଜୈବିକ ଜାରଣ ହେଉଛି ଜୀବ ଶରୀରର କୋଷ ମଧ୍ୟରେ ଘଟୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଜୈବ ରାସାୟନିକ ପ୍ରକ୍ରିୟା। ଏହି ପ୍ରକ୍ରିୟାରେ ଏନଜାଇମ୍ର ସହାୟତାରେ ଗ୍ଲୁକୋଜ ପରି ଖାଦ୍ୟ ପଦାର୍ଥ ଧୀରେ ଧୀରେ ଜାରିତ ହୋଇଥାଏ ଏବଂ ସେଥିରୁ ଏଟିପି ରୂପରେ ଶକ୍ତି ଉତ୍ପନ୍ନ ହୋଇଥାଏ। ଏହି ଜାରଣ ପ୍ରକ୍ରିୟାର ଗୋଟିଏ ଅଂଶ କୋଷଜୀବକ ବା ସାଇଟୋପ୍ଲାଜମ ଏବଂ ଅବଶିଷ୍ଟ ଅଂଶ ମାଇଟୋକଣ୍ଡ୍ରିଆ ରେ ସମ୍ପୂର୍ଣ୍ଣ ହୋଇଥାଏ। ଆମେ ପୂର୍ବରୁ ଜାଣିଛୁ ଯେ ଏଟିପି କୋଷର ସମସ୍ତ କାର୍ଯ୍ୟ ପାଇଁ ଆବଶ୍ୟକ ଶକ୍ତି ଯୋଗାଇଥାଏ। ସେଥିପାଇଁ ଏଟିପିକୁ କୋଷର ଶକ୍ତି ମୁଦ୍ରା ବୋଲି କୁହାଯାଏ ବା ତାକୁ ଏନର୍ଜି କରେନ୍ସି ବୋଲି କୁହାଯାଏ। ଏବଂ ସେହିଭଳି ମାଇଟୋକଣ୍ଡ୍ରିଆକୁ ପାୱାର ହାଉସ୍ ବୋଲି କୁହାଯାଏ ଯାହାକୁ କି ଶକ୍ତି କେନ୍ଦ୍ର ବୋଲି ମଧ୍ୟ କୁହାଯାଇଥାଏ। ଏବେ ଏଠାରେ ଦେଖ ଏଟିପି କିପରି ଭାବରେ ସୃଷ୍ଟି ହେଉଛି ଏବଂ କିପରି ଭାବରେ ଏଟିପି ପୁଣି ଥରେ ଭାଙ୍ଗି ଯାଉଛି। କୋଷକୁ ଯେତେବେଳେ ଶକ୍ତିର ଆବଶ୍ୟକତା ପଡ଼ିଥାଏ ସେତେବେଳେ ଏଟିପି ନିଜେ ସେହି ଫସ୍ଫେଟ୍ ବନ୍ଧକୁ ଭାଙ୍ଗି ଶକ୍ତି ଦେଇଥାଏ। ଏହି ପ୍ରକ୍ରିୟାରେ ଜଳ ମଧ୍ୟ ଅଂଶଗ୍ରହଣ କରିଥାଏ। ଏହାକୁ ହାଇଡ୍ରୋଲାଇସିସ୍ ବୋଲି ମଧ୍ୟ କୁହାଯାଏ। ଏହି ସମୟରେ ଏଡିପି ଏବଂ ଅଜୈବିକ ଫସ୍ଫେଟ୍ ବା ପିଆଇ ଯାହାକୁ କି ଆମେ ଇନଅର୍ଗାନିକ୍ ଫସ୍ଫେଟ୍ ବୋଲି ମଧ୍ୟ କହିଥାଉ ତାହା ପରିଣତ ହୋଇଥାଏ ଏବଂ ଶକ୍ତି ମୁକ୍ତ ହୋଇଥାଏ। ଏଠାରେ କେତେ ଶକ୍ତି ବାହାରିଥାଏ? 30.5 କିଲୋଜୁଲ୍ ଶକ୍ତି ଏଠାରେ ବାହାରିଥାଏ। ତାହେଲେ ଏଟିପି ଯଦି ଭାଙ୍ଗିଗଲା ତାହେଲେ ପୁଣି ଥରେ ସେ ଏଟିପି କିପରି ସୃଷ୍ଟି ହେବ? ଗ୍ଲୁକୋଜର ଜାରଣ ମିଳୁଥିବା ଶକ୍ତିର ସାହାଯ୍ୟରେ ଏଡିପି ଗୋଟିଏ ଅଜୈବ ଫସ୍ଫେଟ୍ ଯାହାକି ପିଆଇ ବା ଇନଅର୍ଗାନିକ୍ ଫସ୍ଫେଟ୍ ସହ ପୁଣି ଥରେ ଯୋଗ ହୋଇଯାଇଥାଏ ଏବଂ ଏଟିପି ସୃଷ୍ଟି କରିଦେଇଥାଏ। ଏହି ସମୟରେ ଶକ୍ତିର ଆବଶ୍ୟକ ହୋଇଥାଏ କାରଣ ଏଟିପି ତିଆରି କରିବା ପାଇଁ ଶକ୍ତି ସଞ୍ଚୟ କରିବାକୁ ପଡ଼ିଥାଏ। ଏହାର ସମୀକରଣଟି ହେଉଛି
एडीपी प्लस इनऑर्गेनिक फॉस्फेट प्लस एनर्जी ताहा जोगु एटीपी पाई थाउ। एई भली एटीपी बारंबार भांगे एवं पुणी थरे तैयारी होइताय। याको एटीपी साइकेल बोली कहा जाए। जो एटीपी सृष्टि होउची से एटीपी रो काम कौन, चलो एबे से विषय रे जानिबा। पेशीर संकोचन जहाँकि मसल कंट्राक्शन, आमे चलिबा दौड़िबा लेखिबा किंबा कोनोसी वस्तु को जेतेबेले आमे उठौचु आम मांसपेशी संकुचित और प्रसारित होउची। एही समस्त कार्य एटीपी द्वारा होई पारिथाय। एवं पुष्टिसार संश्लेषण रे मध्य जहाँकि प्रोटीन सिंथेसिस रे मध्य आमे एटीपी को व्यवहार करिथाउ। शरीर नूतन प्रोटीन तैयारी करिया पई, कोषर वृद्धि एवं क्षतिग्रस्त तंतुर मरामती पई एटीपी रु मिलुथुवा शक्ति को व्यवहार करा जायथाय। एवं आम मस्तिष्क रु शरीरर विभिन्न अंश को संदेश पठा जाए एवं पुणी सही संदेश आनिबा पई स्नायुकोष एटीपी रो शक्ति आवश्यक करिथाय। नूतन कोष सृष्टि, शरीरर वृद्धि एवं क्षतिग्रस्त कोषर पुनर्गठन पई एटीपी मध्य आवश्यक पड़िथाय। देहर तापमात्रा को रक्षा बा मेंटेनेंस ऑफ बॉडी टेम्परेचर पई मध्य शक्ति बा एटीपी दरकार होइथाय। शरीर रे घटुथबा विभिन्न विपाकीय प्रक्रिया रे एटीपी व्यवहृत हेबा समय किसी ताप मध्य उत्पन्न होइथाय। एही ताप आम शरीरर साधारण तापमात्रा को बजाय रखिबारे सहाय्य करिथाय।